ଖାତିଗୁଡାରେ ବାଲିଯାତ୍ରାର ଶୁଭାରମ୍ଭ। ନବରଙ୍ଗପୁର ଜିଲ୍ଲା ତେନ୍ତଲିଖଣ୍ଡି ବ୍ଲକ ଖାତିଗୁଡାରେ ସୋମବାର ଦିନ ଶୁଭାରମ୍ଭ ହୋଇଛି ମା ଠାକୁରାଣୀଙ୍କ ପାଟ ବାଲିଯାତ୍ରା। ପାଟ ବାଲିଯାତ୍ରା 12 ବର୍ଷକୁ ଥରେ ହୋଇଥାଏ, କିନ୍ତୁ ଖାତିଗୁଡା ଗ୍ରାମରେ ବିଭିନ୍ନ କାରଣରୁ ଏହି ଯାତ୍ରା କରିବା ପ୍ରାୟ 2 ବର୍ଷ ବିଳମ୍ବ ହୋଇଥିବାରୁ ଚଳିତ ବର୍ଷ ଏହି ଧୁମଧାମରେ ଯାତ୍ରା କରିବା ପାଇଁ ଗ୍ରାମବାସୀମାନେ ସଂକଳ୍ପ ହୋଇଥିବା ପ୍ରକାଶ କରିଛନ୍ତି। ଯାତ୍ରା ଆରମ୍ଭ ପୂର୍ବରୁ ଗ୍ରାମବାସୀ ନବରଙ୍ଗପୁର ଜିଲ୍ଲା ଡୁଙ୍ଗୁରା ପଞ୍ଚାୟତର ଭଣ୍ଡାରୀଗୁଡ଼ା ଗ୍ରାମର ବାଲି ଗୁରୁମାଇଙ୍କୁ ଗ୍ରାମକୁ ପାଛୋଟି ଆଣି ବନ୍ଦାପନା କରିବା ପରେ ବାରଙ୍ଗପଦର ଜାନି ଖାତିଗୁଡ଼ା ଗ୍ରାମର ପୂଜାରୀ ନାୟକର ଗଣ୍ଡା ଚଲାଦମାନଙ୍କୁ ପାଛୋଟି ଆଣିଥିଲେ। ଗ୍ରାମବାସୀ ଠାକୁରାଣୀ ମନ୍ଦିର ଯାଇ ମାଙ୍କ ଲାଠି ଓ ଗ୍ରାମର ସମସ୍ତ ଦେବାଦେବୀଙ୍କୁ ବାଜା ଘଣ୍ଟ ହୁଳି ଦେଇ ବାଲି ଘରକୁ ଆଣିଥିଲେ। ଗ୍ରାମର ସମସ୍ତଙ୍କ ଉପସ୍ଥିତିରେ ବାଲି ଘରରେ ଗୁନା ବା ଏକ ବଡ଼ କଳସ ସ୍ଥାପନ କରି ପୂଜାର୍ଚ୍ଚନା ଶୁଭାରମ୍ଭ କରାଯାଇଛି। ଏହି ଯାତ୍ରା ଦୀର୍ଘ 3 ମାସ ଧରି ଚାଲିବ ବୋଲି ଗ୍ରାମବାସୀ କହିଛନ୍ତି। ଏହି ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶତାଧିକ ଲୋକେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଦିନରେ ରାତ୍ର ଯାପନ ପାଇଁ କୋରାପୁଟିଆ ନାଟକ ଆୟୋଜନ କରାଯାଇଥିଲା।